ନାଥ ସିଂହ ରାଶି ସୂର୍ଯ୍ୟଙ୍କର ରାଶି ରାଜା ରାଶି ସିଂହ ରାଶି 2024ରେ କ'ଣ ପାଇଁ ସବୁଠୁ ଆଗରେ ରହିବେ ନିଶ୍ଚିତ ଭାବରେ ବର୍ଣ୍ଣନା କରିବା। ଫାଷ୍ଟ ଗୋଟେ କଥା ଶୁଣ, ସୂର୍ଯ୍ୟଙ୍କ ଘର ହେଉଛି ପଞ୍ଚମ ଘର। ସୂର୍ଯ୍ୟ ତାଙ୍କ ନିଜ ଘରେ ଅଛନ୍ତି, ବୃହସ୍ପତିଙ୍କ ରାଶିରେ ଅଛନ୍ତି, ଲଗ୍ନରେ ମଧ୍ୟ ସୂର୍ଯ୍ୟଙ୍କ ରାଶି, କେତୁ ଲଗ୍ନରେ ଅର୍ଥାତ୍ ଧର୍ମ କାର୍ଯ୍ୟରେ, ପୁଣ୍ୟ କାର୍ଯ୍ୟରେ, ମାଙ୍ଗଳିକ କାର୍ଯ୍ୟରେ ସିଂହ ରାଶି ଏଥର ବହୁତ ଉପରେ ଯିବ। କେତୁ ମୋକ୍ଷର କାରକ ଗ୍ରହ, ଯେତେବେଳେ କେତୁ ଲଗ୍ନରେ ରହିଲେ ଆପଣଙ୍କୁ ତ ବହୁତ ଆଧ୍ୟାତ୍ମିକତା ଚେତନା ଆସିବ, ଆଧ୍ୟାତ୍ମିକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛା ହେବ। ହେଲେ ଆପଣ ଏଇ ଯେଉଁ 2024ରେ ଗୋଟେ ପ୍ରୋବ୍ଲେମ୍ ଆପଣଙ୍କର, ବହୁତ ଓଭର ଥିଙ୍କିଂ, ବହୁତ ଯେଉଁ ନକାରାତ୍ମକ ଭାବନା ଆସିବ। କିନ୍ତୁ ଶୁକ୍ର ବୁଧ ମଙ୍ଗଳ ସୂର୍ଯ୍ୟଙ୍କର ଯେଉଁ ଜ୍ୟୋତି ଆପଣଙ୍କୁ ଜ୍ଞାନର ଭଣ୍ଡାରରେ, ଯେମିତି କଥାଟା ନା ଜ୍ଞାନର ଭଣ୍ଡାର କେବେ ସରେ ନା। ଆପଣଙ୍କର ବର୍ତ୍ତମାନ ଜାତକରେ ଅର୍ଥାତ୍ ଆପଣଙ୍କର ଗୋଚର କୁଣ୍ଡଳୀରେ ଜ୍ଞାନର ଭଣ୍ଡାର ଆପଣଙ୍କ ଗୋଚରରେ ପରିଲକ୍ଷିତ ହେଉଛି। ଶୁକ୍ର ବୁଧ ମଙ୍ଗଳ ସୂର୍ଯ୍ୟ ଯୋଗ କାରକ ପଞ୍ଚମ ହାଉସରେ, ନବମ ରାଶିରେ ଆପଣଙ୍କୁ ବହୁତ ଜ୍ଞାନ, ବହୁତ ସଫଳତା ମଧ୍ୟ ଦେବ। ସଫଳତା କଥା ଯଦି ଆମେ କହିବା, ଆପଣଙ୍କୁ ସଫଳତା ପାଇଁ ଚନ୍ଦ୍ର ବହୁତ ବଢ଼ିଆ ହେଲ୍ପ କରିବେ। ଏଠି ବିପରୀତ ରାଜଯୋଗ ହେଉଛି, ବିମଲ ବିପରୀତ ରାଜଯୋଗ ଶୁକ୍ର ଏବଂ ଚନ୍ଦ୍ରଙ୍କର ଯେହେତୁ ରାଶି ପରିବର୍ତ୍ତନ, ଆପଣଙ୍କୁ ଏହି ବିପରୀତ ରାଜଯୋଗରେ ଆପଣଙ୍କୁ ଦେଖିବେ ବହୁତ କିଛି ପୁରୁଣା କାମରୁ ଆପଣଙ୍କର ଲାଭ ଫାଇଦା ହେବ। ତତ୍ ସହିତ ଆପଣଙ୍କର ଏକାଦଶରେ ଗୁରୁ ରହିଲେ, ଏକାଦଶରେ ଭାବରେ ଗୁରୁ ରହି ଆପଣଙ୍କୁ ସୁଖ, ସମୃଦ୍ଧି, ଲାଭ, ଧନ, ଯଶ ଦେବେ। ନିଶ୍ଚିତ ଭାବରେ ସମସ୍ତଙ୍କଠୁ ଆଗରେ ରହିବେ ଏହି ବର୍ଷ ସୂର୍ଯ୍ୟ ରାଶି ସିଂହ। ଯେଉଁ ଚତୁର୍ଥ ଗ୍ରହ ଚାରିଟା ଗ୍ରହ ପଞ୍ଚମରେ ବହୁତ ହି ବଢ଼ିଆ। ଏକାଦଶରେ ଗୁରୁ, ଲଗ୍ନ ଭାବରେ କେତୁ ଆପଣଙ୍କୁ ମୋକ୍ଷ, ଅର୍ଥାତ୍ ଆପଣଙ୍କୁ ସେ ଗୋଟେ ବିପରୀତ ଦିଗକୁ ନେଇଯିବେ। ଆପଣ ଯଦି ଅଧର୍ମ, ପାପ, ମିଥ୍ୟା ଏଇସବୁ ଜିନିଷରେ ଚାଲୁଥିବେ, ଆପଣଙ୍କୁ ନିହାତି ଭାବରେ ସେ ଦୂର କରିବେ। ବଟ୍ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କୁ ଟିକେ ଭିତରୁ ଆପଣ କିଛି ଗହରୀ ଚିନ୍ତନା, ଗହରୀ ଭାବନା ଏଇସବୁ ଜିନିଷ ଆପଣଙ୍କର ରହିବ। ଏଇ ବର୍ଷ ଆପଣଙ୍କର ଜ୍ଞାନ ସହିତ ଆପଣଙ୍କର କିଛି ନୂଆ ଜିନିଷ ଗେନ୍ କରିବେ। ବଟ୍ ଗୋଟେ କଥା, ସପ୍ତମ ହାଉସରେ ଯେହେତୁ ରାହୁ, ପତି ପତ୍ନୀ, ସ୍ୱାମୀ ସ୍ତ୍ରୀ, ପ୍ରେମିକ ପ୍ରେମିକାମାନଙ୍କ ଭିତରେ ଟିକେ ପ୍ରୋବ୍ଲେମ୍ ରହିବ। ଯେଉଁ ପ୍ରୋବ୍ଲେମ୍ଟା ଆପଣଙ୍କୁ ଅଗଷ୍ଟ ଯାଏ ବେସିକାଲି ରହିବ। ଅଗଷ୍ଟ ପରେ ତାପରେ ଦେଖନ୍ତୁ ଗୋଟେ ନୂଆ ଦିଗନ୍ତ ଆପଣ ପାଇବେ। ଏଇ ଯେଉଁ ରାହୁ କୁମ୍ଭ ରାଶିରେ ଅଛି, ଅର୍ଥାତ୍ ଆପଣଙ୍କର ସପ୍ତମ ରାଶିରେ ସିନା, କିନ୍ତୁ ଏ ଯେଉଁ ଏକାଦଶ ଭାବରେ ଗୁରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତାର ଦିଗ ଦେଖାଇବେ। ଦେଖନ୍ତୁ ସିଂହ ରାଶି, ଧନ କଥା କହିବା ତ ବହୁତ ବଢ଼ିଆ। ପରିବାର କଥା ପାଇଁ କହିବା ବି ଗୋଟେ ପ୍ରକାର, ପରିବାର ଯେହେତୁ ମଙ୍ଗଳ ଅଛନ୍ତି, ପରିବାରରେ କିଛି ଲୋକଙ୍କର ଶରୀର ହେଲ୍ଥ ପ୍ରୋବ୍ଲେମ୍ ହେଇପାରେ, କିନ୍ତୁ ପରିବାର କ୍ଷେତ୍ର ଭଲ ଅଛି। ଆପଣ ଇଏ ଯେଉଁ 2024ରେ ଆପଣ ନିଶ୍ଚିତ ଭାବରେ ଜ୍ଞାନ ଅର୍ଜନ କରିବେ, ଧନ ଅର୍ଜନ କରିବେ, ଅର୍ଥ ଅର୍ଜନ କରିବେ। ଆଉ ଧନ ଆପଣ କିଛି ନା କିଛି ଅନ୍ୟ କାହାକୁ ଦାନ କରିବାର ମଧ୍ୟ ଟାଇମ୍ ଅଛି। ଆପଣ ଓଂ ରାଙ୍ଗ ରିଙ୍ଗ ରୁଙ୍ଗ ସୂର୍ଯ୍ୟାୟନମ ଏ ମନ୍ତ୍ର ଜପ କରନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ, ମହାଦେବ ପାର୍ବତୀଙ୍କୁ ପୂଜା କରନ୍ତୁ, ସବୁକିଛି ଠିକ୍ ହେଇଯିବ। ଜୟ ଜଗନ୍ନାଥ।